ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ମହାନଦୀ ବିଷୟରେ। ମହାନଦୀ ପୂର୍ବ ଭାରତର ପ୍ରମୁଖ ନଦୀ ମଧ୍ୟରୁ ଗୋଟିଏ। ଏହା ଛତିଶଗଡ଼ର ସିହାବା ପାହାଡ଼ରୁ ଉତ୍ପନ୍ନ ହୋଇଛି। ଏହି ନଦୀ ଛତିଶଗଡ଼ ଏବଂ ଓଡ଼ିଶା ରାଜ୍ୟ ଦେଇ ପ୍ରଭାବିତ ହୁଏ। ମହାନଦୀ ପ୍ରାୟ 858 କିଲୋମିଟର ଲମ୍ବା। ଏହା ଜଳସେଚନ ପାନୀୟ ଜଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ବିଶ୍ୱର ଦୀର୍ଘତମ ବନ୍ଧ ମଧ୍ୟରୁ ଗୋଟିଏ ହୀରାକୁଦ ବନ୍ଧ ମହାନଦୀ ଉପରେ ନିର୍ମିତ। ବଙ୍ଗୋପସାଗରରେ ମିଶିବା ପୂର୍ବରୁ ଏହି ନଦୀ ଏକ ବଡ଼ ଏବଂ ଉର୍ବର ଡେଲ୍ଟା ଗଠନ କରେ। ମହାନଦୀ ଓଡ଼ିଶାରେ କୃଷି ବିଶେଷ କରି ଧାନ ଚାଷକୁ ସମର୍ଥନ କରେ। ଏହା ଏହାର କୂଳରେ ବାସ କରୁଥିବା ଲୋକଙ୍କ ଅର୍ଥନୀତି ଏବଂ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମହାନଦୀ ଶେଷରେ ବଙ୍ଗୋପସାଗରରେ ଯାଇକି ମିଶେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।